ଦାନାପାଣି ଉପନ୍ୟାସ ଲେଖକ ଶ୍ରୀ ଗୋପୀନାଥ ମହାନ୍ତି। ଦାନାପାଣି ଉପନ୍ୟାସ। ବଳିଦତ୍ତ ଚାଲିଛି ଘୁଷୁରିଆ ପଲ୍ଲୀର ବାଟେ ବାଟେ, ସାଙ୍ଗରେ ଭାରୁଆ। ତାର ଘୁଷୁରି ଘୁଅ ଦରକାର, ନିଜ ପାଇଁ ନୁହେଁ, ସାହେବର ବଙ୍ଗଳା ପାଇଁ। ଏଇ ଗୋଲାପ ମୂଳେ ମୁଠିଏ ମୁଠିଏ ଘୁଷୁରି ଘୁଅ ଦେଲେ ଫୁଲ ବଡ଼ ହୁଅନ୍ତା ମାଳି, ମେମ୍ ସାହାବ କହିଲେ। ଗୋଲାପକୁ ଘୁଷୁରି ଘୁଅ, କ୍ୟାନାକୁ ଘୋଡ଼ା ଘୁଅ ଓ ଗୋଲାପକୁ ଘୁଷୁରି ଘୁଅ, କ୍ୟାନାକୁ ଘୋଡ଼ା ଘୁଅ, ତା ଛଡ଼ା ପ୍ରଚୁର ପାଣି। ବଳିଦତ୍ତ ମାଳି ନୁହେଁ, କୌଣସି ଏକ ବ୍ୟବସାୟୀ କମ୍ପାନୀର ତରୁଣ କର୍ମଚାରୀ। ସକାଳୁ ଯାଇ କାମ କରି କରି ଦିନ 12ଟା ବେଳେ ସାହେବର ନନ୍ଦନକାନନ ବାଟେ ଆପଣା ଘରକୁ ବାହୁଡ଼ିଲା ବେଳେ ମାଳିକୁ ମେମ୍ ସାହାବଙ୍କର ଏ ଫରମାସି ସେ ଶୁଣିଥିଲା। ତାପରେ ଉପରେ ପଡ଼ି କଲା ଭୀଷ୍ମ ପ୍ରତିଜ୍ଞା। ଘୁଷୁରି ଘୁଅ ଦରକାର, ଆଣିଦେବି ଯାହାକୁ ଯେତେ। ହେଇ ମୁଁ ଚାଲିଲି। ମେମ୍ ସାହାବ ମୁରୁକେଇ ଟିକିଏ ହସିଥିଲେ। ସେତିକି ସମ୍ବଳ କରି ଭାରୁଆ ଧରି ବଳିଦତ୍ତ ଚାଲିଛି ଖରାଏ ଖରାଏ। ସୁଟ୍ ପିନ୍ଧିଛି, ଟାଇ ଭିଡ଼ିଛି, ଖରାରେ ସିଝିଛି। ସକାଳର କେତେ ଯୁଗର ପଖାଳ ଗଣ୍ଡିକ ସେ ଗଲାଣି ପାଣି ହୋଇ। କୋତରା ରୁମାଲ କାଢ଼ି ଯେତେ ଝାଳ ପୋଛିଲେ ବି ଝାଳ ବହୁଛି ଦରଦର। ଅସନା ପଲ୍ଲୀର ଗନ୍ଧକୁଢ଼ ତନଖି ତନଖି ଘୁଷୁରି ଘୁଅ ସଂଗ୍ରହ କରି କରି ସେ ଚାଲିଛି। ଏତେ ପରିଶ୍ରମରେ ବି ଗୋଟାଏ ବିଜୟର ଆଶା ବେଳେ ବେଳେ ତାକୁ ଅଧୀର କରିଦେଉଛି। ବଳିଦତ୍ତ ଦେଖୁଛି ସ୍ୱପ୍ନ। ହେଲା ଆଜ୍ଞା, ଭାର ତ ପୂରିଲା, ଆଉ କ'ଣ? ଭାରୁଆ କହିଲା, ଚାଲ ହେଲାଣି କେଉଁଠି? ଦେଉଳ ପରି ବୋଝେଇ କରି ନେବାକୁ ହେବ। ଦେଖିନୁ କେତେ ଗୋଲାପ ଗଛ। ଭାରୁଆ ଦୀର୍ଘ ନିଶ୍ୱାସ ମାରିଲା। ଖରାରେ ଥକିଲା ପରି ହେଲାଣି। ତାର ଝାଳ ସରସର ପିଠି ଉପରେ ହାତ ଚାପୁଡ଼େଇ ତାକୁ ଫୁସୁଲେଇ କଅଁଳେଇ କହିଲା ବଳିଦତ୍ତ, ମୂଲ ତ ପାଇବୁ, ପଛଉଛୁ କାହିଁକି? ଚାଲ ଭାଇ, ଚାଲୁନୁ। ବୋଝ ଘେନି ଲେଉଟିଲା ବେଳକୁ ସାଇକେଲ ଚଢ଼ି ଚାଲିଛନ୍ତି ମହାପାତ୍ରେ ସୁଟ୍ ପରିହିତ କମ୍ପାନୀର ଜଣେ ବଡ଼ କର୍ମଚାରୀ। କି ହୋ ବଳିଦତ୍ତ ବାବୁ, ଖରାରେ କୁଆଡ଼େ? ମହାପାତ୍ରେ ଓହ୍ଲାଇଲେ। ବଳିଦତ୍ତ ପ୍ରମାଦ ଗଣିଲା। ଅନେକ ଥର ଖବର ଚିପୁଡ଼ି ନେବାକୁ ମହାପାତ୍ରେ ତାର ପିଛା ନେଲେଣି। କ'ଣ କଥା, ସବୁ ଭଲ ତ? ଆଜ୍ଞା, ସେମିତି ଚାଲିଛି। ମୁଁ ଯୋଉଟା ଲେଖି ପଠାଇଥିଲି, ସାହେବ କ'ଣ ଲେଖିଲା ତା ଉପରେ? ସାହେବଠୁ ଫେରି ନାହିଁ ଆଜ୍ଞା। ମୁଁ କାହୁଁ ଜାଣିବି। ଆଜି ସକାଳେ ମୁଁ ଯାଇଥିଲି। ବୁଝିଲ ବଳିଦତ୍ତ ବାବୁ, ସାହେବ କ'ଣ କଲା ଜାଣିଛ ନା? କହିଲା ବସନ୍ତୁ କହିଲା। ତା ସିଗାରେଟ କେସରୁ କାଢ଼ି ମୋତେ ଖଣ୍ଡେ ସିଗାରେଟ ଦେଲା। ବାଧ୍ୟ ହୋଇ ଟାଣିବାକୁ ପଡ଼ିଲା। ମୁଁ ତ ଆଶ୍ଚର୍ଯ୍ୟ। ଆଜ୍ଞା, ଆପଣ ତ ଆଉ ଆମ ପରି ନୁହନ୍ତି। ଏ ସାହେବ କେଉଁ ଗୁଣେ ଆପଣଙ୍କ ସରି? କ'ଣ ବିଦ୍ୟାରେ, ନା କାମରେ, ନା କେଉଁଥିରେ? ଖାଲି ଗୋରା କମ୍ପାନୀକୁ ଗୋରା ମଣିଷ ବୋଲି ସିନା। ଏଇ ଆଖି ଦେଖିବ, ଆପଣ ଆସିବେ ଆମ ସାହେବ ହୋଇ। କମ୍ପାନୀର ଚେର କାହିଁ ଦରିଆ ପାରି, ଆପଣ ହିଁ ଚଳାଇବେ ଏଇ ଡିପୋ। କମ୍ପାନୀର ଚେର କାହିଁ ଦରିଆ ପାରି, ଆପଣ ହିଁ ଚଳାଇବେ ଏଇ ଡିପୋ। ନିଅ, ପାନ ଖଣ୍ଡେ ଖାଅ, ହୁସିଆର, କଡ଼ାଗୁଣ୍ଡି। ଆଜ୍ଞା, ଆପଣଙ୍କ ପାନ ବେଙ୍ଗ ପେଟରେ କ'ଣ ଘିଅ ହଜମ ହେବ? ଆରେ ଖାଅ ନା, ଟୋକା ଲୋକ। ଅଇଛା ସିନା 40 ହେଲା। ତୁମ ପରି ଯେତେବେଳେ 25 ହୋଇଥିଲା, ମୁଁ ଯାହା ଖାଉଥିଲି ଶୁଣିଲେ ଆଶ୍ଚର୍ଯ୍ୟ ହେବ। ଶୁଣେଇବେ ଛାଡ଼ିବେ ନାହିଁ। ତେଣେ ମେମ୍ ସାହାବ
କୁଆଡ଼େ ଚାଲିଯିବେ, ଦେଖିପାରିବେ ନାହିଁ ଭାର ଧରି ବଳିଦତ୍ତ ଆସିଛି। ବାଟ ବନ୍ଦ କରି ଭାରୁଆ ଠିଆ ହେଲାଣି, କିଛି କହିପାରୁନାହିଁ। ଯା ଯା, ବାଟ ବନ୍ଦ କଲୁ କାହିଁକି? ସେଗୁଡ଼ା କ'ଣ କି ହୋ ବଳିଦତ୍ତ ବାବୁ? ଆଜ୍ଞା ଶାଗ ପଳାଟିଏ କରିଛି ଯେ ଭାରେ ଖତ ନେଉଥିଲି। କେତେକୁ କିଣିଲ? ଆରେ ମୁଁ ତ ବାଇଗଣ କିଆରିଏ କରୁଛି ଯେ ପତ୍ର ଗୁଡ଼ାକ ହଳଦିଆ ହୋଇଯାଉଛି ଖତ ବିନା। ଖତ କୋଉଠୁ ପାଉଛ? ଆରେ ଭାରୁଆ, ନେଇ ଦବୁ ଆମ ବସାକୁ, ବୁଝିଲୁ? ବଡ଼ ଲୋକକୁ ଉତ୍ତର ନାହିଁ, ସ୍ୱର୍ଗକୁ ନିଶୁଣି ନାହିଁ। ବଳିଦତ୍ତର ମୁହଁରୁ ଝାଳ କେରା କେରା ବୋହିଲାଣି। ଛେପ ଢୋକି ଢୋକି କହିଲା, ଆଜ୍ଞା ଏ କିବା କଥା, ମୁଁ ନିଜେ ଦେଇ ଆସିବି ଯାଇ। ସାହେବ ଆପଣଙ୍କ ଉପରେ ସବୁଠୁ ବେଶୀ ଖୁସି ଆଜ୍ଞା। ତୁମେ କେମିତି ଜାଣିଲ? କିଏ କହୁଥିଲା? କ'ଣ ଲେଖିଛି ଦେଖିଛ ତାହେଲେ? ଏ କୁହ। ଖରାଟା ହେଲା, ଆସନା ଯିବା ଆମ ବସାକୁ। ତୁମେ ମହାଜଣେ ଦେଖୁଛି। ଆସ ବଳିଦତ୍ତ ବାବୁ। ଆପଣ ବଳେ ଜାଣିବେ ଆଜ୍ଞା। ଖାଲି ଏ ଗରିବଙ୍କ ପାଇଁ ମିଠେଇ ରଖିଥାନ୍ତୁ। ସାହେବ ଫେର କାହିଁକି ଡାକିଛି? ମୁଁ ଭାରି ତରତର ଅଛି ଆଜ୍ଞା। ଆଚ୍ଛା, ତାହେଲେ ଯାଅ। ତୁମେ ବଡ଼ କାର୍ଯ୍ୟକୁଶଳ ବଳିଦତ୍ତ ବାବୁ। ଟୋକା ବୟସରେ ଏତେ ଦାୟିତ୍ୱ ଜ୍ଞାନ ମୁଁ ଖୁବ୍ କମ୍ ଦେଖିଛି। ଯାହା ହଉ ମୋଟାମୋଟି ସବୁ ଭଲ ତାହା ହେଲେ, ନୁହେଁ? ସେଇଥିପାଇଁ ସିଗାରେଟ୍ ଦେଲା। ମୁଁ ତ ଆଶ୍ଚର୍ଯ୍ୟ। କାହିଁ କାହାକୁ ତ ସେ ଏପରି କହେ ନାହିଁ। ବଣଜନ୍ତୁକୁ ପୋଷା ମନେଇବା ବଡ଼ କଷ୍ଟ। ବଳିଦତ୍ତ ମୁରୁକେଇ ହସୁଛି। ଏ ହସ ପରଠୀ ଅଞ୍ଜନ ବୋଲିଲା ପରି ଆପେ ଆସେ। ମହାପାତ୍ରେ ସାଇକେଲ ଚଢ଼ି ଫଁ କିନା ଉଡ଼ିଗଲେଣି ସିଗାରେଟ୍ ପାଇଥିବାର ବିଜୟ ପ୍ରଚାର କରିବାକୁ। ବଳିଦତ୍ତ ମନେ ମନେ ତାଙ୍କୁ ଗାଳି ଦେଇ ଚାଲିଛି। ବାହାନ୍ତି ଗୋଟିଏ ଇସ୍କୁଲ, ତୋରଣ ଶୋଭିତ ଦ୍ୱାରଦେଶ। ଆଜି ଉପରଓଳି ଏଠି ଉତ୍ସବ ହେବ। ସାହେବ ଆସିବେ। ସାହେବଙ୍କୁ ଉଦ୍ଦେଶ୍ୟ କରି ଗାଇବାକୁ ତରୁଣ ଶିକ୍ଷକ ଅରୁଣବାବୁ ପିଲାମାନଙ୍କୁ ଗୀତ ଅଭ୍ୟାସ କରାଉଛନ୍ତି। ଜଣଗଣ ମନ ଅଧିନାୟକ ଜୟ ହେ। ବଳିଦତ୍ତ ବିରକ୍ତ ହୋଇ ଚାହିଁ ଦେଇ ଗଲା। ଲାଗିଲା ଏ ମାଙ୍କଡ଼ାମି। ମନ ଗହୀରରେ ଈର୍ଷାର ରାଗ। ଏପରି ସୁବିଧା ତାର ନିଜର ନାହିଁ। ଚେତନ ମନରେ ଏତେବେଳେ ସେ ଖାଣ୍ଟି ସ୍ୱଦେଶୀ। ଏ କି ଅପମାନ! ଅରୁଣବାବୁଙ୍କର କ'ଣ କାଣ୍ଡଜ୍ଞାନ ହଜିଛି? ଆରେ ବଳିଦତ୍ତ ବାବୁ ଯେ। ଆଚ୍ଛା ଅରୁଣବାବୁ, ସାହେବ କ'ଣ ଭାବିବ କହିଲ? ଆପଣ କ'ଣ ଯେ ସତେ ବୁଝୁନାହାନ୍ତି? ଏ ଯେପରିକି ଏକା ଟୋକାକେ ଦୁଇ ପକ୍ଷୀ। ସାହେବ ଠିକ୍ ବୁଝିବ। କେଡ଼େ ବଡ଼ ସେ ଭାରତ ଭାଗ୍ୟ ବିଧାତା। ପଦା ଲୋକେ ଖୁସି ହେବେ ତାଙ୍କ ପ୍ରିୟ ଗୀତ ଶୁଣି। ଗୀତ ତ ଗୀତ, ସେଥିରେ କ'ଣ ବାରଣ ଅଛି ବୁଝୁନାହାନ୍ତି? ଏ ଅଏଲିଂର ଦିନ ଆମର ଆଉ କିଏ ଅଛି? ବଳିଦତ୍ତ ଫେଁ ହସିଦେଲା। ତାର କି ଯାଏ? ଅରୁଣବାବୁଙ୍କର ବିଶେଷ ବୁଦ୍ଧିଶୁଦ୍ଧି ଅଛି ବୋଲି ସେ ସ୍ୱୀକାର କରିବାକୁ ନାରାଜ। ବୁଦ୍ଧି ଥିଲେ ନିଜ ମତଲବ ମଣିଷ ପର ଆଗେ ବଖାଣେ ନାହିଁ। ବୁଦ୍ଧି ଥିଲେ ନିଜ ମତଲବ ମଣିଷ ପର ଆଗରେ ବଖାଣେ ନାହିଁ। ଭାର ସହିତ ବାଟେ ଦିନ ଗୋଟାଏ, ଉଦୁଉଦିଆ ଖରା। ମେମ୍ସାହେବ ନାହିଁ। ମାଳି ବି ଶୋଇଲାଣି। ଖତ କୁର୍ ହେଇ ଦେଇଗଲେ ମାଳି ବାହାଦୁରି ନେବ। ସେ ଆଣିଛି।
ଅଗତ୍ୟା ବଳିଦତ୍ତ ଅପେକ୍ଷା କଲା। ଚାରିଆଡ଼େ ଫୁଲବଣ। ଉଦୁଉଦିଆ ଦ୍ୱିପହରରେ ଛାଇ ଚହଟିଛି। ଦେହରେ ଲାଗି ଖସି ଯାଉଛି ମିଠା ପବନ ଟିକିଏ। ପ୍ରକୃତିର ଅଳସ ଶୋଭା। ସେପାଖେ ସାନ କୋଠରୀ ପଦାରେ କୁକୁଡ଼ା ଛୁଆ ପଲେ ଘେନି ମାଇ କୁକୁଡ଼ା ଚରୁଛି। ଗୁହାଳରୁ ଘୋଡ଼ା ଛାଡ଼ିଛି ବିରହୀ ଯକ୍ଷର ଆର୍ତ୍ତନାଦ। ହାତେ ଜିଭ କାଢ଼ି ପିଣ୍ଡାରେ ପଡ଼ି ବଡ଼ କୁକୁରଟି ଧକେଇ ହେଉଛି। ଆରକଣରେ ତରୁଣୀ ଆୟା ଲୁଗାପଟା ଶୁଖଉଛି। ତାର ମୁକୁଳା ବାଳ, ଛଉଛଉକା ଆଣ୍ଟ ବ୍ଲାଉଜ ଓ ତରଳ ଚାହାଣି ତାକୁ ମନଉଛି ଗୋଟିଏ ଜନ୍ତୁ ପରି। ଦେଖିବାକୁ ବହୁତ, ଭାବିବାକୁ ବହୁତ। କିନ୍ତୁ ଦୂରକୁ ଚାହିଁଲେ ବଳିଦତ୍ତ ପଦା ପ୍ରକୃତିକୁ ଦେଖୁ ନଥିଲା। ଛାଇ ତଳେ ଝାଳ ପୋଛି ପୋଛି ଭାବୁଥିଲା ନିଜ କଥା। କ୍ଷୁଦ୍ର ଦେହ, ଯଥାସାଧ୍ୟ ସଜେଇଲେ ବି ସେ ବଢ଼େ ନାହିଁ। ଅଳ୍ପ ବିଦ୍ୟା, ଆଉ ସୁଯୋଗ ନାହିଁ ନାମ ପଛରେ ବିଦ୍ୟାର ବିଜ୍ଞାପନ ଜୋଖିବାକୁ। ଦୂର ଦେଶରେ ଅଜଣା କେଉଁ ସାହି, ସେଠି କରଜ ଲଦାଲଦି। ଅଧଛପରି ଚାଳଘର। ପିଣ୍ଡାରେ ଖଁ ଖଁ କାଶି କାଶି ବାତୁଆ ବାପଟି ବୃଦ୍ଧ। ଅଖ୍ୟାତ କେଉଁ ଗଳି ଧୂଳିର ଅଖ୍ୟାତ ମଣିଷ ସେ ବଳିଆ। କିନ୍ତୁ ତାର ସଂସ୍ଥିତି ଦରକାର। ସ୍ମରଣ ହେଲା ଦିନୁ ଆପଣା ପିତୃପୁରୁଷଙ୍କ ମୂଳଦୁଆକୁ କେବେ ସେ ସ୍ୱୀକାର କରିନାହିଁ। ଅପନ୍ତରାରେ ପଡ଼ି ଚେମଡ଼ା ଶୁକୁଟା ହୋଇ ଲଢ଼ି ଶିଖିଛି। ଅଗଛା ପରି ଜନ୍ମ ହୋଇ ଅଗଛା ପରି ଲଟେଇ ଚଢ଼ି ଶିଖିଛି। ହାତ ପାଆନ୍ତି ଯାହା ପାଇଛି ସବୁ ଆପଣାର କରି ସବୁ ଉପରେ ଭରା ଦେଇ ମୁଣ୍ଡ ଟେକିଛି। ଆପଣା ମାପରେ ବଳିଦତ୍ତ ବଢ଼ିଛି। ସେ ଆହୁରି ବଢ଼ିବାକୁ ଚାହେଁ। ଭାରୁଆ ହାଙ୍କିଲା, ଯିବି ବାବୁ? ହଉ ତେବେ ଚାଲ, ଏଇଠି କୁର୍ ହେଇଦେ। ବଳିଦତ୍ତ ଦୀର୍ଘଶ୍ୱାସ ଛାଡ଼ିଲା। ଅବସନ୍ନ ହୋଇ ଲେଉଟି ଚାଲିଲା ବେଳକୁ ମନେ ପଡ଼ିଲା ଖରା ଟାଣ, ଭୋକ କରୁଛି।